ଜ୍ୟୋତିଷ ଶିଖିବା ଓ ଜାଣିବା ଏକ ନୂଆ ଏପିସୋଡ଼ ଧାରାବାହିକ ଏପିସୋଡ଼ ତିଆରି କରାହେଇଛି ଦର୍ଶକ ଶ୍ରୋତା ବନ୍ଧୁମାନଙ୍କର ଅବଗତି ନିମନ୍ତେ। ଜୟ ଜଗନ୍ନାଥ। ନମସ୍କାର। ମୁଁ ତପନ ଆଷ୍ଟ୍ରୋଲୋଜିକୁ ଆପଣଙ୍କୁ ସ୍ୱାଗତ। ଜ୍ୟୋତିଷ ଶାସ୍ତ୍ର ସନାତନ ବା ହିନ୍ଦୁ ଧର୍ମର ପ୍ରାଚୀନତମ ଶାସ୍ତ୍ର ଓ ବେଦ ଅନୁମୋଦିତ। ଏହା ସମ୍ପୂର୍ଣ୍ଣ ଭାବେ ଆଧ୍ୟାତ୍ମିକବାଦ ଉପରେ ପ୍ରତିଷ୍ଠିତ ଏବଂ ଏବେ ବି ସମାଜରେ ଆଧ୍ୟାତ୍ମିକବାଦ ବଞ୍ଚି ରହିଅଛି। ସଂସାରର ନିର୍ମାଣକର୍ତ୍ତା ବ୍ରହ୍ମଦେବ ବ୍ରହ୍ମାଙ୍କ ଠାରୁ ଏହି ଜ୍ୟୋତିଷ ବିଜ୍ଞାନ ସୃଷ୍ଟି ହୋଇ କ୍ରମାନ୍ୱୟରେ ଭଗବାନ ସୂର୍ଯ୍ୟନାରାୟଣ, ଦେବର୍ଷି ନାରଦ ଓ ପୌରାଣିକ ଯୁଗର ମୁନି ଋଷିମାନଙ୍କ ଦ୍ୱାରା ଏହି ଜ୍ୟୋତିଷ ଶାସ୍ତ୍ରର ପ୍ରଚାର, ପ୍ରସାର ଓ ବିଚାର ବିସ୍ତାରିତ ହୋଇ ପ୍ରାଚୀନ ଭାରତର ବିଦ୍ୱାନ ସମୂହ ଯଥା ଆର୍ଯ୍ୟଭଟ୍ଟ, ବରାହମିହିର, କାଳିଦାସ ପ୍ରଭୃତି ବିଦ୍ୱାନ ମନୀଷୀଗଣଙ୍କ ଦ୍ୱାରା ପରିପୃଷ୍ଟ ହୋଇଅଛି। ଏହି ଆଧ୍ୟାତ୍ମିକବାଦ ଜ୍ୟୋତିଷଶାସ୍ତ୍ରରେ ଗ୍ରହ ନକ୍ଷତ୍ରମାନଙ୍କର ଗତି, ସ୍ଥିତି ଓ ଶକ୍ତି ଆଦିକୁ ଆଜିକାଲିର ବିଜ୍ଞାନ ସମ୍ମତ ଗଣିତ ଶାସ୍ତ୍ର, ଯାହାକୁ କି ଆଷ୍ଟ୍ରୋନୋମି କୁହାଯାଉଛି, ତାହା ସମ୍ପୂର୍ଣ୍ଣ ଭାବରେ ସ୍ୱୀକାର କରେ। ଜ୍ୟୋତିଷ ଶାସ୍ତ୍ରର ଆଷ୍ଟ୍ରୋନୋମି ବା ଗଣିତ ଜ୍ୟୋତିଷର ସଠିକତାକୁ ଆଜିର ବିଜ୍ଞାନ ବା ବୈଜ୍ଞାନିକ ଯୁଗ ସମ୍ପୂର୍ଣ୍ଣ ସ୍ୱୀକାର ବା ଗ୍ରହଣ କଲା ପରେ ଏହି ଗଣିତ ଜ୍ୟୋତିଷ ବା ଖଗୋଳ ଶାସ୍ତ୍ରକୁ ଭିତ୍ତି କରି ଦିଆଯାଇଥିବା ଫଳାଦେଶ ବା ଫଳିତ ଜ୍ୟୋତିଷ ମଧ୍ୟ ସମ୍ପୂର୍ଣ୍ଣ ସଠିକତା ଦାବି କରେ। ଯୁଗ ଯୁଗ ଧରି ମଣିଷ ସମାଜ ଜ୍ୟୋତିଷ ଶାସ୍ତ୍ରର ମହନୀୟତାକୁ ଅଭ୍ୟାସ ଓ ପ୍ରୟୋଗରେ ଆଣି ଏହି ବ୍ରହ୍ମବିଦ୍ୟାର ଉପାଦେୟତା ଓ ସଠିକତା ଅତୀତରେ ଉପଲବ୍ଧି କରିଛି, ଏବେ ବି କରୁଛି ଏବଂ ଭବିଷ୍ୟତରେ ମଧ୍ୟ କରୁଥିବ। ଆଜି 2024 ମସିହା ଜୁଲାଇ ମାସ 21 ତାରିଖ ରବିବାର, ଆଷାଢ଼ ମାସ ପୂର୍ଣ୍ଣିମା ତିଥି। ଆଜିଠୁ ପ୍ରାୟ 5000 ବର୍ଷ ତଳେ ପ୍ରାଚୀନ ଭାରତବର୍ଷରେ ମହର୍ଷି ପରାଶରଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ ବ୍ୟାସଦେବ। ମହର୍ଷି ପରାଶର ଥିଲେ ତତ୍କାଳୀନ ଯୁଗ ବା ସମୟର ମହାନ ବୈଜ୍ଞାନିକ ଓ ଜ୍ୟୋତିର୍ବିଦ। ଗ୍ରହ ନକ୍ଷତ୍ରମାନଙ୍କର ସଠିକ୍ ମୁହୂର୍ତ୍ତ ଗଣନା କରି ମହର୍ଷି ପରାଶର ଜାଣିପାରିଥିଲେ ସାମାନ୍ୟ ଆଗରେ ଏପରି ଏକ ନିର୍ଦ୍ଦିଷ୍ଟ ନିଶାକ ମୁହୂର୍ତ୍ତର ଆବିର୍ଭାବ ହେବାକୁ ଯାଉଛି, ଯେଉଁଥିରେ ବାଳକ ପାଇଁ ବୀଜ ପତନ କଲେ ସେ ହେବ ଚିରଞ୍ଜୀବୀ ଏବଂ ସେ ହେବ ସଂସାରର ସର୍ବଶ୍ରେଷ୍ଠ ଜ୍ଞାନୀ ଓ ସମାଜ ସଂସ୍କାରକ। ସେହି ଅଦ୍ଭୁତ ଚିନ୍ତନ ଓ ଅଦ୍ଭୁତ ପ୍ରଜ୍ଞାର ଅଦ୍ଭୁତ ଉତ୍ସରୁ ମହର୍ଷି ପରାଶର ଓ କୈବର୍ତ୍ତ କନ୍ୟା ସତ୍ୟବତୀଙ୍କ ସଂସର୍ଗରୁ ଜନ୍ମ ନେଇଥିଲେ ବ୍ୟାସଦେବ। ଶ୍ରୀମଦ୍ ଭାଗବତ, ମହାଭାରତ, ଅଷ୍ଟାଦଶ ପୁରାଣ ଓ ଭଗବଦ୍ ଗୀତାର ରଚୟିତା ଭଗବାନ ବ୍ୟାସଦେବ ଚିରଞ୍ଜୀବୀ ଏବଂ ଏବେ ବି ଜୀବିତ। ବେଦତ୍ରୟକୁ ସଂସାରର ମଙ୍ଗଳ ନିମନ୍ତେ ଭାଗ କରି ଅଥର୍ବ ବେଦର ପୁନର୍ବିନ୍ୟାସ କରିଥିବାରୁ ତାଙ୍କୁ ମହର୍ଷି ବେଦବ୍ୟାସ ମଧ୍ୟ କୁହାଯାଏ। ସମସ୍ତ ପ୍ରାମାଣିକ ଶାସ୍ତ୍ରର ଜନକ ଏବଂ ଗୁରୁକୁଳ ବିଦ୍ୟାର ପ୍ରବକ୍ତା ମହର୍ଷି ବେଦବ୍ୟାସଙ୍କ ଆଜିର ଏହି ଜନ୍ମତିଥିକୁ ଗୁରୁ ପୂର୍ଣ୍ଣିମା ନାମରେ ସମସ୍ତ ସନାତନ ବା ହିନ୍ଦୁ ଧର୍ମ ଏବଂ ହିନ୍ଦୁ ଧର୍ମ ଅବଲମ୍ବନ କରୁଥିବା ସମସ୍ତ ମନୀଷୀଗଣ ପାଳନ କରିଥାନ୍ତି। ଆମ ସନାତନ ସମାଜରେ ଗୁରୁଙ୍କୁ ପିତାମାତାଙ୍କ ଠାରୁ ଉର୍ଦ୍ଧ୍ୱ ସ୍ଥାନରେ ରଖାଯାଇଛି। ଗୁରୁଙ୍କୁ ଈଶ୍ୱରଙ୍କ ତୁଲ୍ୟ ଗ୍ରହଣ କରାଯାଏ। ସେଥିପାଇଁ ତ ସନାତନ ଧର୍ମୀ ସରଳ ପ୍ରାଣୀଟିଏ ଗୁରୁଙ୍କ ବନ୍ଦନା ଈଶ୍ୱରଙ୍କ ସମାନ କରିଥାଏ। ଯଥା ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁଦେବ ମହେଶ୍ୱର, ଅର୍ଥାତ୍ ଗୁରୁ ସ୍ୱୟଂ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କର ପ୍ରତୀକ ଅଟନ୍ତି ଓ ଏହି ଉପଲକ୍ଷେ ତାର ଉଦାତ୍ତ କଣ୍ଠରୁ ଝଙ୍କୃତ ହୋଇଥାଏ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ୍ ପରଂ ବ୍ରହ୍ମଂ ତସ୍ମୈ ଶ୍ରୀ ଗୁରବେ ନମଃ। ଜ୍ୟୋତିଷ ଶାସ୍ତ୍ରର ସଠିକ୍ ମୁହୂର୍ତ୍ତ ନିରୂପଣରେ ଜନ୍ମିତ ବ୍ୟାସଦେବଙ୍କର ପିତା ମହର୍ଷି ପରାଶରଙ୍କର ପ୍ରଣୀତ ଜ୍ୟୋତିଷଶାସ୍ତ୍ର ସମ୍ପୂର୍ଣ୍ଣ ସଠିକତା ପ୍ରମାଣ କରୁଥିବା ବେଳେ
ଏହି ଶାସ୍ତ୍ର ମଣିଷ ସମାଜ ପାଇଁ କେତେ ଉପାଦେୟ ଓ ବିଜ୍ଞାନ ସମ୍ମତ ତାହା ଆମ୍ଭେ ଆଗକୁ ଆସିବାକୁ ଥିବା ବିଭିନ୍ନ ଏପିସୋଡ଼ ମାନଙ୍କରେ ଉପସ୍ଥାପନ କରିବା। ଏହି ଜ୍ୟୋତିଷ ଶିଖିବା ଓ ଜାଣିବା କାର୍ଯ୍ୟକ୍ରମ ଆପଣମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ଭାବରେ କରାହେବାର କାରଣ ଲକ୍ଷ୍ୟ ହେଉଛି କିଛି ଅସାଧୁ ବ୍ୟକ୍ତି ଏହି ଶାସ୍ତ୍ର ଜାଣି ମଧ୍ୟ ଏହାର ଅମର୍ଯ୍ୟାଦା କରୁଛନ୍ତି ଓ ଆଉ କେହି ନ ଜାଣି ବଡ଼ ବିପଦପୂର୍ଣ୍ଣ ଢଙ୍ଗରେ ଏହାର ପ୍ରଚାର ଚଳାଇଛନ୍ତି। ତେଣୁ ବନ୍ଧୁଗଣ, ଆମର ପ୍ରୟାସ ହେଲା ଜ୍ୟୋତିଷ ବିଦ୍ୟା ଯାହାକି ପ୍ରତ୍ୟେକ ମଣିଷର ପ୍ରତ୍ୟେକ ଦିନରେ କାମରେ ଆସେ ସେ ସମ୍ପର୍କରେ ଏକ ସଠିକ୍ ଓ ସରଳ ପ୍ରାମାଣିକତା ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନା କରିବେ। ତେଣୁ ସର୍ବପ୍ରଥମେ ଜାଣିବା ଜ୍ୟୋତିଷ କ'ଣ। ଜ୍ୟୋତିଷ ଓ ଜ୍ୟୋତିଷ ବିଷୟ ବେଦ ଭଳି ପ୍ରାଚୀନ କାଳରେ ଗ୍ରହ, ନକ୍ଷତ୍ର ଓ ଅନ୍ୟାନ୍ୟ ଖଗୋଳୀୟ ପିଣ୍ଡ ବିଷୟରେ ଅଧ୍ୟୟନ କରିବାକୁ ଜ୍ୟୋତିଷ କୁହାଯାଉଥିଲା। ସୂର୍ଯ୍ୟ ଆଦି ସମସ୍ତ ଗ୍ରହ ଓ ସମସ୍ତ ବିଷୟରେ ବ୍ୟାଖ୍ୟା କରୁଥିବା ଶାସ୍ତ୍ରକୁ ଜ୍ୟୋତିଷ ଶାସ୍ତ୍ର କୁହାଯାଏ। ଏହି ଶାସ୍ତ୍ରରେ ମୁଖ୍ୟତଃ ଗ୍ରହ ନକ୍ଷତ୍ରଙ୍କର ସ୍ୱରୂପ, ସଞ୍ଚାର, ପରିଭ୍ରମଣ କାଳ, ଗ୍ରହଣ ସ୍ଥିତି ସମ୍ବନ୍ଧିତ ଘଟଣାବଳୀର ନିରୂପଣ ଏବଂ ଶୁଭାଶୁଭ ଫଳାଦେଶ କୁହାଯାଇଥାଏ। ଆଗାମୀ ଏପିସୋଡ଼ ମାନଙ୍କରେ ଜ୍ୟୋତିଷ ବିଷୟରେ ଜାଣିବା, ବୁଝିବା ଓ ଶିଖିବାକୁ ଚେଷ୍ଟା କରିବା ପ୍ରଭୃତି ବିଷୟରେ ସରଳ ଓ ପ୍ରାଞ୍ଜଳ ଭାବେ ଉପସ୍ଥାପନା କରିବାକୁ ମନସ୍ଥ କରିଛୁ। ଆଶା ଦର୍ଶକ ଶ୍ରୋତା ବନ୍ଧୁ ଏ ମହାସମୁଦ୍ର ରୂପକ ଜ୍ୟୋତିଷଶାସ୍ତ୍ରର କତିପୟ ଆଖ୍ୟାନକୁ ସାଦରେ ଗ୍ରହଣ କରିବେ। ଆଗାମୀ ଏପିସୋଡ଼ରେ ପୁଣି ଜ୍ୟୋତିଷ ସମ୍ବନ୍ଧରେ ବଡ଼ ସୁନ୍ଦର ତଥ୍ୟ ଦେବାକୁ ଚେଷ୍ଟା କରିବା। ଜୟ ଜଗନ୍ନାଥ। ନମସ୍କାର। ରହୁଛି ତପନ।